ବାହମନି ରାଜ୍ୟ 1347 ଜଣେ ଆଫଗାନ ସମ୍ଭ୍ରାନ୍ତ ହାସନ ଖାଙ୍କୁ ବାହମନି ରାଜ୍ୟ ପ୍ରତିଷ୍ଠା କରିଥିଲେ। ବାହମନି ରାଜ୍ୟକୁ ଅନେକ ସୁଦକ୍ଷ ମହତ୍ୱାକାଂକ୍ଷୀ ସୁଲତାନ ଶାସନ କରିଥିଲେ। ବିଜୟନଗର ଓ ବାହମନି ରାଜ୍ୟ ମଧ୍ୟରେ ସର୍ବଦା ଯୁଦ୍ଧ ଲାଗି ରହୁଥିଲା। ବାହମନି ରାଜ୍ୟ ଉତ୍ତରରେ ବରାର ଠାରୁ ଦକ୍ଷିଣରେ କୃଷ୍ଣା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ବାହମନିର ସୁପ୍ରସିଦ୍ଧ ମନ୍ତ୍ରୀ ମାମୁଦ ଗାୱାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ଏହାର ଶିରିକ ତୁଟି ଯାଇଥିଲା। ଏହି ରାଜ୍ୟ ତାପରେ 5ଗୋଟି କ୍ଷୁଦ୍ର ରାଜ୍ୟରେ ବିଭାଜିତ ହୋଇ ଯାଇଥିଲା ଯଥା ବେରାର, ଗୋଲକୁଣ୍ଡା, ଅହମଦନଗର, ବିଜାପୁର ଓ ବିଦାର। ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ମୋଗଲମାନଙ୍କ ଅପମାନ ଅଥବା ବାବରଙ୍କ ଆକ୍ରମଣର ଅବ୍ୟବହିତ ପୂର୍ବରୁ ଉଭୟ ଉତ୍ତର ଓ ଦକ୍ଷିଣ ଭାରତରେ ଅନେକଗୁଡ଼ିଏ କ୍ଷୁଦ୍ର ରାଜ୍ୟ ଗଢ଼ି ଉଠିଥିଲା। ସେଗୁଡ଼ିକ ମଧ୍ୟରେ ଏକତା ଅଥବା ଜାତୀୟତା ଭାବ ନଥିଲା। ସେମାନେ ଭାରତର ସମ୍ବନ୍ଧରେ ଚିନ୍ତା ନକରି ଆତ୍ମସର୍ବସ୍ୱ ହୋଇ କେବଳ ନିଜ ନିଜ ରାଜ୍ୟ ସମ୍ବନ୍ଧରେ ଚିନ୍ତା କରୁଥିଲେ। ବିଶେଷତ୍ୱ ପ୍ରାଧାନ୍ୟତା ପ୍ରତିଷ୍ଠା ପାଇଁ ଉକ୍ତ ରାଜ୍ୟଗୁଡ଼ିକ ବାରମ୍ବାର ଯୁଦ୍ଧ କରି କରି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ। ପାରସ୍ପରିକ ଶତ୍ରୁତା, ପ୍ରତିଶୋଧ ପରାୟଣତା ଏବଂ ଜାତୀୟତା ଭାବର ଅଭାବ ଯୋଗୁଁ ସେମାନେ ମିଳିତ ଭାବରେ ବାବରଙ୍କ ପ୍ରତିରୋଧ କରିନଥିଲେ। ସମସ୍ତେ ଶତ୍ରୁ ରାଜ୍ୟର ପରାଜୟ କାମନା କରୁଥିଲେ, ଯେପରିକି ମବାରର ରାଣା ସଂଘ ଓ ପଞ୍ଜାବର ଦୌଲତ ଖାଁ କୃତଘ୍ନ ସାଜି ଦିଲ୍ଲୀ ଆକ୍ରମଣ ପାଇଁ ବାବରଙ୍କୁ ନିମନ୍ତ୍ରଣ କରିଥିଲେ। ଇବ୍ରାହିମ ଲୋଦି ଯୁଦ୍ଧରେ ହାରିଲେ ଏବଂ ଉଭୟଙ୍କ ରାଗ ଶାନ୍ତ ହେଲା, ହେଲେ ବାବର ଫେରିଯିବା ପରିବର୍ତ୍ତେ ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନ କରିବାର ସେମାନଙ୍କ ଭାବନାରେ ହିଁ ରହିଗଲା। ଫଳ ହେଲା ଭାରତର ପୁନର୍ବାର ପରାଧୀନତା ଏବଂ ସୁଲତାନମାନଙ୍କ ସ୍ଥାନରେ ବାଦଶାହମାନଙ୍କ ଶାସନ ପ୍ରତିଷ୍ଠା। ଅର୍ଥନୈତିକ ଅବସ୍ଥା। ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟଯୁଗରେ ଭାରତ ଧନୀ ଓ ସମୃଦ୍ଧ ଥିଲା। ବାବର ତାଙ୍କ ଆତ୍ମଜୀବନୀରେ ଭାରତ ସମ୍ବନ୍ଧରେ ତାଙ୍କର ବିଚାର ବ୍ୟକ୍ତ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଆଖିପିଛୁଳାକ ମଧ୍ୟରେ ହିନ୍ଦୁସ୍ତାନରେ ଗାଆଁଗୁଡ଼ିକ ଗଢ଼ି ଉଠେ ଏବଂ ଧ୍ୱଂସ ମଧ୍ୟ ହୋଇଯାଏ। ରାଜସ୍ଥାନ ଏବଂ ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ କୃଷକ ଉତ୍ପାଦନ ବହୁତ କମ୍ ହେଉଥିଲା, ତେଣୁ ସୁଲତାନମାନେ ଉକ୍ତ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେଇନଥିଲେ। ଭାରତର ଅନ୍ୟାନ୍ୟ ଅଞ୍ଚଳରେ ପ୍ରଚୁର ପରିମାଣରେ ଅନ୍ୟାନ୍ୟ ସମସ୍ତ ପ୍ରକାରର ଶସ୍ୟ ଉତ୍ପାଦନ କରାଯାଉଥିଲା। ଅନ୍ତର୍ଦେଶୀୟ ବଜାରରେ ଭାରତୀୟ ଶସ୍ୟଗୁଡ଼ିକର ବିଶେଷ ଚାହିଦା ରହିଥିଲା। ଏତଦ୍‌ବ୍ୟତୀତ ଭାରତୀୟ ହସ୍ତଶିଳ୍ପ, ବିଶେଷତଃ ତୁଳା ଓ ରେଶମ ବସ୍ତ୍ର, ହାତୀଦାନ୍ତର ସାମଗ୍ରୀ ଆଦି ଅନ୍ତର୍ଦେଶୀୟ ବଜାରରେ ବିଶେଷ ପ୍ରଭାବ ବିସ୍ତାର କରିଥିଲା। ଭାରତ ପ୍ରଚୁର ପରିମାଣରେ ଚିନି ଓ ମସଲା ଦକ୍ଷିଣ ପୂର୍ବ ଏସିଆ, ଚୀନ, ମଧ୍ୟପ୍ରାଚ୍ୟ ଓ ୟୁରୋପୀୟ ଦେଶଗୁଡ଼ିକୁ ରପ୍ତାନି କରୁଥିଲା। ଫଳସ୍ୱରୂପ ପ୍ରଚୁର ପରିମାଣରେ ସୁନା, ରୂପା ଭାରତରେ ଆସି ଜମା ହେଉଥିଲା। ଭାରତର ବ୍ୟବସାୟୀ, ଉଦ୍ୟୋଗପତି, ସାମନ୍ତ, ଜମିଦାର ଏବଂ ମଧ୍ୟବର୍ତ୍ତୀ ବର୍ଗର ଲୋକେ ଧନୀ ଥିଲେ। ସେମାନେ ସର୍ବଦା ବିଳାସ ବ୍ୟସନ ପ୍ରତି ଆଗ୍ରହୀ ଥିଲେ। ସାଧାରଣ ଜନତା ଗରିବ ଥିଲେ, ହେଲେ ସବୁ ପ୍ରକାରର ଶସ୍ୟ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାରୁ ତଥା ସେମାନଙ୍କର ଆବଶ୍ୟକତା ଅଳ୍ପ ଥିବା ଯୋଗୁଁ ସେମାନେ ମଧ୍ୟ ଖାଇ ପିନ୍ଧି ଭଲରେ ଚଳୁଥିଲେ। କେହି ଉପବାସ ରହୁନଥିଲେ। ସେମାନଙ୍କ ଚଳଣି ମଧ୍ୟ ସ୍ୱଚ୍ଛଳ ଥିଲା। ଏକ ଦୃଢ଼ୀଭୂତ ବିଶାଳ ସାମ୍ରାଜ୍ୟ ପାଇଁ ବୈଦେଶିକ ଅର୍ଥନୀତି ଏବଂ ବାଣିଜ୍ୟ ବ୍ୟବସାୟ ଏକାନ୍ତ ଆବଶ୍ୟକ ଅଟେ। ଭାରତୀୟ ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ତାରିଖ-ଇ-ଦାଦିରେ ଅବଦୁଲ୍ଲାହ ଉଲ୍ଲେଖ କରିଛନ୍ତି ଯେ ବାବରଙ୍କ ଆଗମନ ବେଳକୁ ଭାରତ ଏକ ସମୃଦ୍ଧ ଦେଶ ଥିଲା। ନିତିଦିନିଆ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ଶସ୍ତା ହେଲା। ଭାରତରେ ଉଭୟ ଧନିକ ଏବଂ ନିର୍ଧନ ଲୋକ ରହୁଥିଲେ। ଭାରତର ସମୃଦ୍ଧି କୌଣସି ଆକ୍ରମଣକାରୀଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ଥିଲା। ଅର୍ଥନୈତିକ ଅବସ୍ଥା ପ୍ରଲୋଭନକାରୀ ଥିବାବେଳେ ରାଜନୈତିକ ଓ ସାମାଜିକ ଅବସ୍ଥା ଛିନ୍ନ ହୋଇଯାଇଥିଲା। ସାମାଜିକ ଅବସ୍ଥା। ବାବରଙ୍କ ଆକ୍ରମଣର ଅବ୍ୟବହିତ ପୂର୍ବରୁ ଭାରତ ଅନେକଗୁଡ଼ିଏ କ୍ଷୁଦ୍ର ରାଜ୍ୟରେ ବିଭାଜିତ ହୋଇଥିଲେ ମଧ୍ୟ ସାମାଜିକ କ୍ଷେତ୍ରରେ ଅବିଭକ୍ତ ଥିଲା। ଭାରତୀୟ ସଂସ୍କୃତି ଏକ ଓ ଭିନ୍ନ ଥିଲା। ଭକ୍ତି ଆନ୍ଦୋଳନ ହିନ୍ଦୁ ଏବଂ ମୁସଲମାନଙ୍କୁ ନିକଟତର କରିଥିଲା। ଏତଦ୍‌ବ୍ୟତୀତ ସୁଫି ଆନ୍ଦୋଳନ ଭ୍ରାତୃଭାବ ନିବିଡ଼ତାକୁ ବିଶେଷ ବୃଦ୍ଧି କରିଥିଲା। ଫଳରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ସହିଷ୍ଣୁତା ଏବଂ ସହାବସ୍ଥାନର ଭାବନା ଦୃଢ଼ୀଭୂତ ହୋଇଥିଲା। ଉଭୟ ଧାର୍ମିକ ଆନ୍ଦୋଳନ ଯୋଗୁଁ ହିନ୍ଦୁମାନଙ୍କ ମଧ୍ୟରେ ରହିଥିବା ଜାତିଭେଦ କୋହଳ ହୋଇଯାଇଥିଲା। ସୁଫିମାନେ ଭେଦଭାବ ବିରୁଦ୍ଧରେ ପ୍ରଚାର କରୁଥିଲେ।
ସାମରିକ ଅବସ୍ଥା। ଭାରତରେ ମହାନ ଯୋଦ୍ଧା, ବୀର ସୈନିକ ଓ ଯୁଦ୍ଧ ବିଶାରଦ ରହିଥିଲେ, ହେଲେ ସେମାନେ ଆଧୁନିକ ଉଦ୍ଭାବିତ ନୂତନ ଯୁଦ୍ଧାସ୍ତ୍ରଗୁଡ଼ିକର ବ୍ୟବହାର ପାଇଁ ଅମଜ୍ଞ ଥିଲେ। ସେମାନେ ପାରମ୍ପରିକ ରୀତି ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଯୁଦ୍ଧ କରୁଥିଲେ, ଯାହାକି ଆଧୁନିକ ଅସ୍ତ୍ରଶସ୍ତ୍ରର ସମକକ୍ଷ ହୋଇପାରୁନଥିଲା। ପୁନଶ୍ଚ ବାବର ସର୍ବପ୍ରଥମେ ଭାରତୀୟ ପକ୍ଷେ ସମ୍ପୂର୍ଣ୍ଣ ନୂତନ ଆଶ୍ଚର୍ଯ୍ୟଜନକ ଆଗ୍ନେୟାସ୍ତ୍ର କମାଣ ବ୍ୟବହାର କରିଥିଲେ। ଏହିସବୁ କାରଣ ଯୋଗୁଁ ଭାରତୀୟ ସୈନିକମାନେ ଆକ୍ରମଣକାରୀଙ୍କ ସମକକ୍ଷ ହୋଇପାରିନଥିଲେ। ବାବରଙ୍କ ଭାରତ ଆକ୍ରମଣ ମୂଳରେ ନିମ୍ନଲିଖିତ କାରଣଗୁଡ଼ିକ ରହିଥିଲା, ଯଥା: ଦୁର୍ବଳ ଓ ଅଶାନ୍ତ ରାଜନୈତିକ ଅବସ୍ଥା, ଭାରତର ପ୍ରଚୁର ଧନସମ୍ପତ୍ତି ଲାଭ କରିବା, ତୈମୁର ଲଙ୍ଘକ ପ୍ରତିଷ୍ଠିତ ପଞ୍ଜାବ ରାଜ୍ୟ ଉପରେ ନିଜସ୍ୱ ନୈତିକ ଅଧିକାର ସାବ୍ୟସ୍ତ କରିବା, ବାବରଙ୍କ ରାଜ୍ୟ କାବୁଲର ସ୍ୱଳ୍ପ ଆୟ, ଯାହାକି ଶାସନ ପରିଚାଳନା ଓ ଭୋଗବିଳାସ ପାଇଁ ପର୍ଯ୍ୟାପ୍ତ ନଥିଲା, କାବୁଲ ଉପରେ ଉଜବେକମାନଙ୍କର ଆକ୍ରମଣ ଭୟ, ବାବରଙ୍କ ରାଜ୍ୟ ଜୟ ପାଇଁ ଅଦମ୍ୟ ଉତ୍ସାହ, ଭାରତୀୟ ରାଜା ଓ ସମ୍ରାଟମାନଙ୍କ ଦ୍ୱାରା ନିୟନ୍ତ୍ରିତ ଆଦି। ଆଗ୍ନେୟାସ୍ତ୍ର, ସାମରିକ ପ୍ରବିଧି ବିଜ୍ଞାନ ଏବଂ ଯୁଦ୍ଧକୌଶଳ। ମୋଗଲମାନଙ୍କର ସାମରିକ ବାହିନୀ ପାଞ୍ଚଗୋଟି ମୁଖ୍ୟ ବିଭାଗରେ ବିଭକ୍ତ ହୋଇଥିଲା, ଯଥା: ଅଶ୍ୱବାହିନୀ, ହସ୍ତୀ ବାହିନୀ, ପଦାତିକ ବାହିନୀ, କମାନ ବାହିନୀ, ଯୋଗାଣ ବାହିନୀ, ନୌବାହିନୀ ଅଥବା ନଦୀ ସମ୍ବନ୍ଧିତ ନୌକା ବାହିନୀ। ମୋଗଲମାନଙ୍କ ଯୁଦ୍ଧଗୁଡ଼ିକରେ ନୌବାହିନୀର ଉପଯୋଗିତା ତଥା ମହତ୍ତ୍ୱ ପ୍ରାୟତଃ ନଥିବାରୁ ନୌବାହିନୀକୁ ଅନ୍ୟ ଏକ ବିଭାଗ ରୂପରେ ପରିଗଣିତ କରାଯାଇନଥିଲା। ଅଶ୍ୱାରୋହୀ ବାହିନୀ ପୁନଃ 6 ଭାଗରେ ବିଭକ୍ତ ହୋଇଥିଲା। ହସ୍ତୀ ଆରୋହୀ ବାହିନୀ 7 ଭାଗରେ ବିଭକ୍ତ ହୋଇଥିଲା। କମାନ ବାହିନୀରେ ସମସ୍ତ ପ୍ରକାର ଆଗ୍ନେୟାସ୍ତ୍ର, ଯଥା: ବୃହତ୍ ଏବଂ ଓଜନିଆ କମାଣ, ହାଲୁକା କମାଣ, ବନ୍ଧୁକ, ଛୋଟ ବନ୍ଧୁକ, ଗୁଳି, ଗୋଳା ଏବଂ ବାରୁଦ ଆଦି ରହିଥାଏ। ବୃହତ୍ କମାଣକୁ ଗଜନାଲ କୁହାଯାଉଥିଲା, ଯାହାକୁ ହାତୀଗୁଡ଼ିକୁ ଟାଣି ଟାଣି ନେଉଥିଲେ। ହାଲୁକା କମାଣଗୁଡ଼ିକୁ ଓଟ ପିଠିରେ ଲଦି ସ୍ଥାନାନ୍ତରିତ କରାଯାଉଥିଲା। କେତେକ କ୍ଷେତ୍ରରେ କେତେକ ସେନାନାୟକଙ୍କ ଅଧୀନରେ ମଧ୍ୟ ଯୁଦ୍ଧ ସରଞ୍ଜାମ ଯୋଗାଣକାରୀ ଅଥବା ଯୁଦ୍ଧ ସରଞ୍ଜାମ ବୁହାଳି ରହୁଥିଲେ। ସେମାନଙ୍କ ମଧ୍ୟରେ ରୋଷେଇଆ, ବାଦ୍ୟକାର ଆଦି ମଧ୍ୟ ରହୁଥିଲେ। ସେମାନଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ସମ୍ପ୍ରଦାୟ ମଧ୍ୟରେ ନିଯୁକ୍ତି କରାଯାଉଥିଲା। ମୋଗଲମାନଙ୍କର ସାମରିକ ଅଥବା ଯାତ୍ରୀବାହୀ ନୌବାହିନୀ ନଗଣ୍ୟ ଥିଲେ, ତେଣୁକରି ହଜ୍ ଯାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେ ସମୟରେ ନୌକା ସାହାଯ୍ୟରେ ନଦୀଗୁଡ଼ିକରେ କେବଳ ଜିନିଷପତ୍ର ନେବା ଆଣିବା କରାଯାଉଥିଲା। ମୋଗଲମାନଙ୍କ ପଦାତିକ ବାହିନୀରେ କୌଣସି ବିଭାଗ ଅଥବା ବର୍ଗୀକରଣ କରାଯାଇନଥିଲା। ମୋଗଲ ବାହିନୀର ବିଭିନ୍ନ ଦେଶର ସୈନିକ ମଧ୍ୟ ରହିଥିଲେ। ମୋଗଲମାନଙ୍କର ଆଗ୍ନେୟାସ୍ତ୍ର ଏବଂ ସାମରିକ ପ୍ରବିଧି ବିଜ୍ଞାନ। ମୋଗଲମାନଙ୍କ କମାଣ ବାହିନୀରେ ବିଭିନ୍ନ ପ୍ରକାର କମାଣ, ବନ୍ଧୁକ, କ୍ଷେପଣାସ୍ତ୍ର, ବିସ୍ଫୋରକ ଏବଂ ବିସ୍ଫୋରଣ, ଗୋଳାବାରୁଦ, ଉତ୍କ୍ଷେପ ଯନ୍ତ୍ର, ବିସ୍ଫୋରକ ଆଦି ରହୁଥିଲା। ବିସ୍ଫୋରକ ଜ୍ଞାନକୌଶଳ ମୋଗଲମାନଙ୍କର ସାମ୍ରାଜ୍ୟ ନିର୍ମାଣ, ସାମ୍ରାଜ୍ୟ ବିସ୍ତାରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଖ୍ରୀଷ୍ଟୀୟ 16ଶ ଶତାବ୍ଦୀ ଯାଏଁ ମଧ୍ୟ ଏସିଆରେ କମାଣର ବ୍ୟବହାର ନଗଣ୍ୟ ଥିଲା। ଚୀନର ସୈନିକମାନେ ବ୍ୟବହାର କରୁଥିଲେ। କ୍ଷେପଣାସ୍ତ୍ର ସମ୍ବନ୍ଧରେ ପ୍ରାୟ 100 ବର୍ଷ ପୂର୍ବରୁ ମୋଗଲମାନେ ଜାଣିଥିଲେ। 1496 ଖ୍ରୀଃରେ ହିମ୍ସାର ଯୁଦ୍ଧରେ ତିମୁରୀୟ ସୁଲତାନ ହୁସେନ ମିର୍ଜା ସୀମିତ ପରିମାଣର କମାଣ ବ୍ୟବହାର କରିଥିଲେ, ହେଲେ ଯୁଦ୍ଧରେ ଜୟ କରିବା ପାଇଁ ତାହା ବିଶେଷ ପ୍ରଭାବଶାଳୀ ନଥିଲା। 1514 ଖ୍ରୀଃରେ ଜାଲଦିରାନ ଯୁଦ୍ଧରେ ଅଟୋମାନ ରାଜ୍ୟର ରାଜା କମାଣ ବ୍ୟବହାର କରି ସଫାବିଦ୍ ରାଜ୍ୟକୁ ଜୟ କରିଥିଲେ। ଉକ୍ତ ବିଜୟ ଦ୍ୱାରା ପ୍ରଭାବିତ ହୋଇ ବାବର ନିଜ ସୈନ୍ୟବାହିନୀରେ କମାଣକୁ ସମ୍ମିଳିତ କରିଥିଲେ। ଆହୁରି ମଧ୍ୟ ଅଟୋମାନମାନଙ୍କର କମାଣ ସମ୍ବନ୍ଧୀୟ ଜ୍ଞାନ କୌଶଳ, କମାଣ ଚାଳନା ଶୈଳୀ ଆଦିକୁ ମଧ୍ୟ ନିଜ ସୈନ୍ୟବାହିନୀରେ ପ୍ରଚଳନ କରିଥିଲେ। ତା'ପରେ ସେ ଭାରତୀୟ ଯୁଦ୍ଧଗୁଡ଼ିକରେ କମାଣ ବ୍ୟବହାର କରୁଥିଲେ, ଯାହାକି ଭାରତୀୟମାନଙ୍କ ପାଇଁ ନୂଆ ଥିଲା। ଫଳରେ ବାବର ଯୁଦ୍ଧଗୁଡ଼ିକରେ ଜିଣି ସାମ୍ରାଜ୍ୟ ସ୍ଥାପନା କରିଥିଲେ। ଏହିପରି ଭାବରେ ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନା କରିବାରେ କମାଣ ବିଶେଷ ଭୂମିକା ଗ୍ରହଣ କରିଥିଲା। 1526 ଖ୍ରୀଃର ପାନିପତ ଯୁଦ୍ଧରେ କମାଣ ବ୍ୟବହୃତ ହୋଇଥିଲା ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉକ୍ତ ଯୁଦ୍ଧରେ ଅଟୋମାନ ରାଜ୍ୟର ପ୍ରବୀଣ କମାଣ ଚାଳକ ଉସ୍ତାଦ ଅଲିକୁଲିଙ୍କ ନେତୃତ୍ୱରେ କମାଣଗୁଡ଼ିକ ରଖାଯାଇଥିଲା। ଆଗରେ
ଶଗଡ଼ ଗାଡ଼ିକୁ ଧାଡ଼ି କରି ରଖାଯାଇ ତା ପଛରେ କମାନ୍ଗୁଡ଼ିକ ଧାଡ଼ିରେ ସଜାଇ ରଖାଯାଉଥିଲା। ଉକ୍ତ ପଦ୍ଧତି ଖାନୁଆ ଯୁଦ୍ଧରେ ମଧ୍ୟ କାର୍ଯ୍ୟକାରୀ କରାଯାଉଥିଲା। ବିଶେଷତଃ କମାନର ଗର୍ଜନ ନିଆହୁଲାକୁ ଦେଖି ହାତୀଗୁଡ଼ିକ ତାଙ୍କ ନିଜ ସୈନ୍ୟମାନଙ୍କୁ ଦଳି ଦେଇ ପଳାୟନ କରୁଥିଲେ। ଘୋଡ଼ାଗୁଡ଼ିକ ମଧ୍ୟ ଉକ୍ତ ଗର୍ଜନରେ ଭୟଭୀତ ହୋଇଯାଉଥିଲେ। ତେଣୁକରି ପ୍ରତିପକ୍ଷର ବଳ ଅନେକ ପରିମାଣରେ ହ୍ରାସ ହୋଇ ଯାଉଥିଲା। ଶକ୍ତିଶାଳୀ ଶତ୍ରୁ ବିରୋଧରେ ମଧ୍ୟ ଉକ୍ତ ଅସ୍ତ୍ରଶସ୍ତ୍ରର କୌଶଳପୂର୍ଣ୍ଣ ବ୍ୟବହାର ବିଜୟ ପ୍ରଦାନ କରିପାରୁଥିଲା। କମାନର ଯାନ୍ତ୍ରିକ କୌଶଳରେ ଆକବର ଅନେକ ଉନ୍ନତ କରାଇଥିଲେ। କମାନର ଯାନ୍ତ୍ରିକ ପ୍ରୟୋଗ ପ୍ରତି ଭାରତର ଅନ୍ୟାନ୍ୟ ରାଜାମାନେ କମ୍ ମହତ୍ତ୍ୱ ଦେଉଥିଲେ। ଫଳସ୍ୱରୂପ ସେମାନେ ଅସ୍ତ୍ରଶସ୍ତ୍ର ଯାନ୍ତ୍ରିକ ପ୍ରୟୋଗ ବିଜ୍ଞାନ ମୋଗଲମାନଙ୍କଠାରୁ ପଛରେ ରହିଯାଇଥିଲା। ଔରଙ୍ଗଜେବଙ୍କ ଶାସନ କାଳରେ ମୋଗଲମାନଙ୍କ ଅସ୍ତ୍ରଶସ୍ତ୍ର ଯାନ୍ତ୍ରିକ ବିଜ୍ଞାନ ଓ ଯାନ୍ତ୍ରିକ ପ୍ରୟୋଗ ତଥା ବୈଷୟିକ ଜ୍ଞାନ କୌଶଳ ମରହଟ୍ଟାମାନଙ୍କ ଅସ୍ତ୍ରଶସ୍ତ୍ରଠାରୁ ବୈଷୟିକ ଜ୍ଞାନଠାରୁ ବହୁ ଗୁଣରେ ଅଧିକ ଉନ୍ନତ ଥିଲା। ମରହଟ୍ଟାମାନେ ଲୁଚି ଛପି ଆକ୍ରମଣ ଲୁଣ୍ଠନ କରୁଥିବା ଅର୍ଥାତ୍ ଗରିଲା ଯୁଦ୍ଧ କରୁଥିବାରୁ ମୋଗଲମାନଙ୍କ କମାନ ସାହାଯ୍ୟରେ ପାରମ୍ପରିକ ଯୁଦ୍ଧ କରିବା ନୀତି ବ୍ୟର୍ଥ ହୋଇଯାଇଥିଲା। 1652ରୁ 53 ଖ୍ରୀଃର ମୋଗଲ ସଫାଭି ଯୁଦ୍ଧ ସମୟରେ ରାଜକୁମାର ଦାରାସିକୋହ ବୋଲାନ ଗିରିପଥ ଦେଇ ଯୁଦ୍ଧ କ୍ଷେତ୍ରକୁ ହାଲୁକା କମାନ ନେବାରେ ସକ୍ଷମ ହୋଇଥିଲେ ହେଲେ କମାନଗୁଡ଼ିକ ଲକ୍ଷ୍ୟ ଭେଦ କରିବାର କିଛି ନିଶ୍ଚିତତା ନଥିଲା। ଯୁଦ୍ଧକ୍ଷେତ୍ରରେ ତଦାନୀନ୍ତନ କମାନ ବିଶେଷ ନିର୍ଭରଶୀଳ ମଧ୍ୟ ନଥିଲା। ଖ୍ରୀଷ୍ଟୀୟ 18ଶ ଶତାବ୍ଦୀ ବେଳକୁ ପଶ୍ଚିମାତ୍ୟକ ରାଜ୍ୟଗୁଡ଼ିକ ପାଖରେ ରହିଥିବା କଂସାଧାତୁ ନିର୍ମିତ ବନ୍ଧୁକଗୁଡ଼ିକ ୟୁରୋପୀୟମାନଙ୍କର ଲୌହ ମିଶ୍ରିତ ବନ୍ଧୁକର ସମକକ୍ଷ ହୋଇପାରିନଥିଲା। ତେଣୁକରି ସେମାନେ ଔପନିବେଶିକ ଶକ୍ତିଗୁଡ଼ିକଠାରୁ ଅତି ସହଜରେ ପରାଜିତ ହେଉଥିଲେ। ବ୍ୟକ୍ତିଗତ ଆଗ୍ନେୟାସ୍ତ୍ର ପିସ୍ତଲ ଯୁଦ୍ଧବନ୍ଧୁକଠାରୁ ମଧ୍ୟ ଅଧିକ ସଂଖ୍ୟକ ଅଗ୍ନିବର୍ଷୀ ବିଶାଳ ଆଗ୍ନେୟାସ୍ତ୍ର ଅଥବା କମାନ ଯୁଦ୍ଧ ପାଇଁ ମୋଗଲମାନେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରୁଥିଲେ। ଆହୁରି ମଧ୍ୟ ସେମାନେ ଭ୍ରାମ୍ୟମାଣ ହାଲୁକା କମାନ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଯନ୍ତ୍ର ଆଦି ଯୁଦ୍ଧକ୍ଷେତ୍ରଗୁଡ଼ିକରେ ବ୍ୟବହାର କରୁଥିଲେ। ସେମାନେ କମାନଗୁଡ଼ିକର ଲମ୍ବ 14 ଫୁଟ ପର୍ଯ୍ୟନ୍ତ ହେଉଥିଲା ଯାହାକି ତଦାନୀନ୍ତନ ବିଶ୍ୱର ସର୍ବବୃହତ୍ ଆଗ୍ନେୟାସ୍ତ୍ର ଥିଲା। ବୃହତ୍ କମାନ ଅତି ବୃହତ୍ ଓ ଭାରୀ କମାନ ମୋଗଲ ସାମରିକ ବାହିନୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା। ବାବର ବ୍ୟବହାର କରୁଥିବା କମାନଗୁଡ଼ିକରୁ 225ରୁ 315 ପାଉଣ୍ଡ ଓଜନ ବିଶିଷ୍ଟ ଗୋଳାବର୍ଷଣ କରାଯାଇପାରୁଥିଲା। ଉକ୍ତ ଉତ୍‌କ୍ଷେପିତ ଗୋଲାଗୁଡ଼ିକ ଅଗ୍ନିପିଣ୍ଡ ପରି ଯାଇ ଶତ୍ରୁଙ୍କ ଉପରେ ପଡ଼ୁଥିଲା। କନୌଜ ଯୁଦ୍ଧରେ ବିମାନ ଏତେ ଭାରୀ କମାନ ବ୍ୟବହାର କରିନଥିଲେ। ଅନ୍ୟ ପ୍ରକାର 1 କିଲୋରୁ 44 ପାଉଣ୍ଡ ବିଶିଷ୍ଟ ସୀସାର ଗୋଲା ଏବଂ ବର୍ଷା ଦୂରତା ପର୍ଯ୍ୟନ୍ତ ଫିଙ୍ଗା ଯାଇ ପାରୁଥିଲା। ଉକ୍ତ ବିଶାଳ କମାନଗୁଡ଼ିକୁ ପୁନଶ୍ଚ ବିରୁଦ୍ଧ ନାମ ଦିଆଯାଇଥିଲା ଯେପରିକି ବ୍ୟାଘ୍ର ମୁଖ ଲର୍ଡ଼ ଚାମ୍ପିୟନ ଶତ୍ରୁ ଦମନ। କେତେକ କମାନରେ ସଙ୍ଗୀତର ଛନ୍ଦ ଆକାରରେ ଲିପି ଉତ୍କୀର୍ଣ୍ଣ କରା। ସେଗୁଡ଼ିକ କେବଳ କମାନ ନଥିଲା ତାହା ସହିତ ବରଂ କଳାର ବାସ୍ତବ କୃତି ଥିଲା। ସେଗୁଡ଼ିକ କଳାତ୍ମକ ଭାବରେ ସୁନ୍ଦର କରି ନିର୍ମାଣ କରାଯାଇ ସଙ୍ଗୀତର ପଦ୍ୟଗୁଡ଼ିକ ଖୋଦନ କରାଯାଇଥିଲା। ବନ୍ଧୁର ପଥ ଦେଇ ଏବଂ ପାଣି ମଧ୍ୟ ଦେଇ ଉକ୍ତ କମାନଗୁଡ଼ିକ ନେବା ଅତ୍ୟନ୍ତ କଠିନ ଓ ସମୟ ସାପେକ୍ଷ ଥିଲା। ଏହି ଗୋଷ୍ଠୀର ସର୍ବାଧିକ ବିଶାଳ ଓ ଭାରୀ କମାନ ମହମ୍ମଦ ଶାହଙ୍କ ଦୁର୍ଗ କବାଟ ଫିଟେଇବା କମାନ ଥିଲା। ଉକ୍ତ କମାନକୁ ସ୍ଥାନାନ୍ତରିତ କରିବା ପାଇଁ 4 ଗୋଟି ହାତୀ ଓ 1000 ସଂଖ୍ୟକ ବଳଦ ଆବଶ୍ୟକ ହେଉଥିଲା। ଛୋଟ ଆକାରର ଅଥବା ହାଲୁକା କମାନ ବିସ୍ଫୋରକ ଆଧାର ଆଦି ଏହି ଶ୍ରେଣୀରେ ରହିଥିଲା। ହାଲୁକା କମାନ ମୋଗଲମାନଙ୍କ ହାଲୁକା କମାନ ବିଭାଗର ଅନେକ ପ୍ରକାର ଛୋଟ ଛୋଟ ଆଗ୍ନେୟାସ୍ତ୍ର ରହିଥିଲା। ବଳୟ ଉପରେ ଘୂର୍ଣ୍ଣାୟମାନ ପଶୁ ଦ୍ୱାରା ବୁହା ହୋଇଥିବା ବନ୍ଧୁକର ବିଭିନ୍ନ ପ୍ରକାର ବହୁଳ ଭାବରେ ବ୍ୟବହାର କରାଯାଇଥିଲା। ହାତୀଗୁଡ଼ିକ ଦ୍ୱାରା ବୁହା ହୋଇଥିବା 2 ନଳୀ ବିଶିଷ୍ଟ ବୃହତ୍ ବନ୍ଧୁକ ଯାହାକୁ ଗଜନାଳା ଏବଂ ହାତନାଳା କୁହାଯାଉଥିଲା। ଉକ୍ତ ବନ୍ଧୁକ ଚାଳନା କରିବା ପାଇଁ ତା ସହିତ 2 ଜଣ ଲେଖାଏଁ ସୈନିକ ରହିଥିଲେ। ଉକ୍ତ ବନ୍ଧୁକଗୁଡ଼ିକ ହାତୀ ପିଠିରେ ବୁହା ହୋଇ ଯାଉଥିଲା ଏବଂ ଯୁଦ୍ଧକ୍ଷେତ୍ରରେ ସ୍ଥାପନା କରାଯାଉଥିଲା। ଓଟ ବନ୍ଧୁକ ଏବଂ ଘୂର୍ଣ୍ଣାୟମାନ ବନ୍ଧୁକ ଏବଂ ଦ୍ୱୟ ଓଟ ପିଠିରେ ଲଦି ଯୁଦ୍ଧକ୍ଷେତ୍ରକୁ ନିଆଯାଉଥିଲା ଏବଂ ଓଟ ପିଠିରେ ଲଦା ହୋଇଥିବା ଅବସ୍ଥାରେ ବନ୍ଧୁକ ଚାଳନା କରାଯାଉଥିଲା ଅଥବା ବନ୍ଧୁକରୁ ଗୁଳି ଫୁଟାଯାଉଥିଲା। ଅନ୍ୟାନ୍ୟ ହାଲୁକା କମାନ ଓ ବନ୍ଧୁକ ଆଦି ଆଗ୍ନେୟାସ୍ତ୍ରଗୁଡ଼ିକ ଶଗଡ଼ ଗାଡ଼ିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିଲା। ଭ୍ରାମ୍ୟମାଣ ଭୂମି କମାନଗୁଡ଼ିକ ମୋଗଲ ସାମ୍ରାଜ୍ୟର କେନ୍ଦ୍ରୀୟ
ସାମରିକ ଶକ୍ତି ଥିଲା ତଥା ଶତ୍ରୁ ପକ୍ଷର ସୈନିକଠାରୁ ମୋଗଲ ବାହିନୀର ସ୍ୱତନ୍ତ୍ରତା ପ୍ରତିପାଦନ କରୁଥିଲା। ପୁନଶ୍ଚ ଏହା ମୋଗଲ ବାଦଶାହଙ୍କ ପ୍ରତିପତ୍ତିର ପ୍ରତୀକ ଚିହ୍ନ ଥିଲା। ବାଦଶାହ ଯେଉଁଆଡ଼େ ଗଲେ ତାଙ୍କ ସହିତ କେତୋଟି କମାନ୍ ମଧ୍ୟ ନିଆଯାଉଥିଲା। ଭାରତୀୟ ଉପମହାଦେଶର ସମସ୍ତ ଯୁଦ୍ଧର ପ୍ରମୁଖ ଶକ୍ତି ଏବଂ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହସ୍ତୀ ବାହିନୀ ଥିଲା। ତେଣୁକରି ହସ୍ତୀ ବାହିନୀକୁ ବିଫଳ ଓ କାର୍ଯ୍ୟହୀନ କରିଦେବା ପାଇଁ ମୋଗଲମାନେ କମାନ୍‌ର ସାହାଯ୍ୟ ନେଉଥିଲେ। ବାଦଶାହ ଆକବର କମାନ୍‌ଗୁଡ଼ିକର ଯାନ୍ତ୍ରିକ କୌଶଳ ଏବଂ ପ୍ରୟୋଗାତ୍ମକ କୌଶଳରେ ଅନେକ ସଂସ୍କାର ଆଣିଥିଲେ। ଫଳରେ ସେଗୁଡ଼ିକର ଲକ୍ଷ୍ୟଭେଦ କରିବା କ୍ଷମତାରେ ବୃଦ୍ଧି ହେଉଥିଲା। ଶତ୍ରୁ ପକ୍ଷର ହସ୍ତୀ ବାହିନୀକୁ ବିଫଳ କରିବା ଏବଂ ଯୁଦ୍ଧକ୍ଷେତ୍ରରେ ତଡ଼ିଦେବାର ବିଶେଷ କାର୍ଯ୍ୟକ୍ଷମ ଏବଂ ପ୍ରଭାବଶାଳୀ ଥିଲା। ହାଲୁକା କମାନ୍ ବାହିନୀରେ ହାତଗୋଳା, ଫିଙ୍ଗାଳୀ, କ୍ଷେପଣାସ୍ତ୍ର ବାହକ ସୈନ୍ୟ ମଧ୍ୟ ରହୁଥିଲେ। ମୋଗଲମାନଙ୍କର ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ବାବରଙ୍କଠାରୁ ଔରଙ୍ଗଜେବଙ୍କ ଶାସନ କାଳରେ ମୋଗଲମାନଙ୍କ ଅସ୍ତ୍ରଶସ୍ତ୍ରରେ ବିଶେଷ ଉନ୍ନତି ଏବଂ ଆଧୁନିକତା ପ୍ରବେଶ କରିଥିଲା। ସୁଦୀର୍ଘ ରାଜତ୍ୱ କାଳରେ ସେମାନେ ଅନେକ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ। ଯୁଦ୍ଧଗୁଡ଼ିକରେ ଆଗ୍ନେୟାସ୍ତ୍ର ବ୍ୟତୀତ ଖଣ୍ଡା, ବର୍ଜା, ଧନୁଶର ଆଦି ବ୍ୟବହାର କରୁଥିଲେ। ଅନ୍ୟାନ୍ୟ ସରଞ୍ଜାମ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ଶଗଡ଼ ଗାଡ଼ି, ବଳଦ, ଘୋଡ଼ା, ହାତୀ, ଓଟ ଆଦି ମଧ୍ୟ ବ୍ୟବହାର କରୁଥିଲେ। ଆକ୍ରମଣାତ୍ମକ ଅସ୍ତ୍ରଶସ୍ତ୍ର ଅନ୍ୟମାନଙ୍କ ପରି ମୋଗଲମାନେ ମଧ୍ୟ ଯୁଦ୍ଧଗୁଡ଼ିକରେ ଉଭୟ ରକ୍ଷାତ୍ମକ ଏବଂ ଆକ୍ରମଣାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ପରିସ୍ଥିତି ଅନୁଯାୟୀ ସେମାନେ କେତେବେଳେ ରକ୍ଷଣାତ୍ମକ ନୀତି ଗ୍ରହଣ କରୁଥିଲେ, କେତେବେଳେ ଆକ୍ରମଣାତ୍ମକ ନୀତି ଗ୍ରହଣ କରୁଥିଲେ। ଯୁଦ୍ଧରେ ବିଜୟ ହିଁ ସେମାନଙ୍କର ଲକ୍ଷ୍ୟ ରହୁଥିଲା। କ୍ଷୁଦ୍ର ଅସ୍ତ୍ର ଅଶ୍ୱାରୋହୀ ସୈନିକମାନେ ବିଶେଷତଃ କ୍ଷୁଦ୍ର ଅସ୍ତ୍ର ଉପରେ ନିର୍ଭର କରୁଥିଲେ। ସେଗୁଡ଼ିକ 5 ପ୍ରକାରରେ ବିଭକ୍ତ କରାଯାଇଥିଲା, ଯଥା କ୍ଷୁଦ୍ର ଖଣ୍ଡା, ଢାଳ, ଗଦା, ଯୁଦ୍ଧ କୁଡ଼ାର, ବର୍ଜା ଏବଂ ଭୂଷା ଛୁରୀ। ଶତ୍ରୁକୁ ଦୂରରୁ ମାରିବା ପାଇଁ ଧନୁଶର ବ୍ୟବହାର କରାଯାଏ। ଏତଦ୍‌ବ୍ୟତୀତ ସେମାନେ ତୁଫାନ କୁହାଯାଉଥିବା ଏକ ପ୍ରକାର ବନ୍ଧୁକ ଏବଂ କ୍ଷୁଦ୍ର ବନ୍ଧୁକ ମଧ୍ୟ ବ୍ୟବହାର କରୁଥିଲେ। ଆବଶ୍ୟକ ସ୍ଥଳେ କ୍ଷେପଣାସ୍ତ୍ର ମଧ୍ୟ କମାନ୍ ବାହିନୀ ଦ୍ୱାରା ବ୍ୟବହାର କରାଯାଏ। ଜମିଦାର ଏବଂ ରାଜ୍ୟପାଳମାନେ ସୁନା, ହୀରା ଆଦି ଖଚିତ ମହାର୍ଘ ବସ୍ତ୍ର ପରିଧାନ କରି ଯୁଦ୍ଧକ୍ଷେତ୍ରକୁ ବାଦଶାହଙ୍କ ସହିତ ଅଥବା ସେନାନାୟକ ରୂପେ ଯାଉଥିଲେ। ସେମାନଙ୍କ କଟିବନ୍ଧନ ଏବଂ ବସ୍ତ୍ରଗୁଡ଼ିକ ଉପରେ ସୁନ୍ଦର ଛୁଞ୍ଚକାମ କରାଯାଉଥିଲା। ସେମାନଙ୍କ ଘୋଡ଼ା ଏବଂ ହାତୀଗୁଡ଼ିକୁ ମଧ୍ୟ ଅତିମାତ୍ରାରେ ସୁଶୋଭିତ କରାଯାଉଥିଲା। ତରବାରୀ ପ୍ରତ୍ୟେକ ସୈନ୍ୟ ଅନ୍ୟାନ୍ୟ ଅସ୍ତ୍ର ସହିତ ଅଣ୍ଟାରେ ତରବାରୀ ଧାରଣ କରୁଥିଲେ। ଖଣ୍ଡା ଧାରଣ କରିବା ପାଇଁ ଉଦ୍ଦିଷ୍ଟ କଟିବନ୍ଧନୀଗୁଡ଼ିକରେ ମଧ୍ୟ ସୁନ୍ଦର ଛୁଞ୍ଚି କାମ କରାଯାଉଥିଲା। ଖଣ୍ଡାଗୁଡ଼ିକ ଖୋଳ ଭିତରେ ତଥା ଅଣ୍ଟାରେ ଝୁଲି କରି ରହୁଥିଲା। ଅଶ୍ୱାରୋହୀ ସୈନିକମାନେ ବର୍ଜା ଆଦି ସହିତ ଖଡ଼ଗ ଧାରଣ କରୁଥିଲେ। ସେମାନେ ଭିନ୍ନ ଭିନ୍ନ ଫଳକ ଅଥବା ତୀକ୍ଷ୍ଣ ଧାର ବିଶିଷ୍ଟ ତରବାରୀ ଧାରଣ କରୁଥିଲେ। ଯେପରି ଶମଶେର ଏକ ବକ୍ରଧାରଯୁକ୍ତ ଖଡ଼ଗ ଥିଲା, ଯାହାକି ବିଶେଷ ରୂପରେ ମୁଣ୍ଡ କାଟିବା ପାଇଁ ବ୍ୟବହୃତ ହେଉଥିଲା। ଧୂପ ଏକ ସିଧା ଧାର ବିଶିଷ୍ଟ ଖଣ୍ଡା ଥିଲା। ଏହା 4 ଫୁଟ ଲମ୍ବ ଓ 4 ଧାର ବିଶିଷ୍ଟ ଖଣ୍ଡା ଥିଲା। ଏହାର ଖଡ଼ଗ ମୁଷ୍ଟି ଅଥବା ବେଣ୍ଟ ତୁଚ୍ଛା କିମ୍ବା ବଙ୍କା ରହୁଥିଲା। ଉକ୍ତ ଖଡ଼ଗ ମୁଷ୍ଟିର ସାର୍ବଭୌମତ୍ୱ ଏବଂ ପଦମର୍ଯ୍ୟାଦାର ପ୍ରତୀକ ଥିଲା। ଏହି ପ୍ରକାରର ତରବାରୀକୁ ସାମନ୍ତମାନେ ଦରବାରରେ ବସିବାଠାରୁ ଶୟନ କକ୍ଷ ଆଦିରେ ମଧ୍ୟ ନିଜ ପାଖରେ ରଖୁଥିଲେ। ଏହି ଖଣ୍ଡାର ଖୋଳ ଉପରେ ଭେଲଭେଟ୍ କନାର ଆସ୍ତରଣ ରହୁଥିଲା। ସାମନ୍ତ ଓ ଉଚ୍ଚ ପଦାଧିକାରୀମାନେ ଉକ୍ତ ଖଣ୍ଡାକୁ ସମ୍ଭ୍ରାନ୍ତୀୟ ପ୍ରତୀକ ଚିହ୍ନ ରୂପରେ ଧାରଣ କରୁଥିଲେ। ଖଣ୍ଡା ଏକ ସିଧା ଓ ସୁଧାର ବିଶିଷ୍ଟ ଅସ୍ତ୍ର ଥିଲା। ଏହା ଧୂପର ଅନୁରୂପ, କିନ୍ତୁ ଗୋଟିଏ ପଟରେ ସରୁ ଓ ତୀକ୍ଷ୍ଣ ଧାର ବିଶିଷ୍ଟ ଥିଲା। ପଟା ଅତି ସରୁ ଧାରଯୁକ୍ତ ଏକ ଅସ୍ତ୍ର ଥିଲା। ଏହା ଖଡ଼ଗ ସୃଷ୍ଟି ଓସାରିଆ ଏବଂ ବଡ଼ ଆକାରର ଥିଲା, ଯାହାକି ହାତର ଧରିବା ଅଂଶକୁ ସମ୍ପୂର୍ଣ୍ଣ ଘୋଡ଼େଇ ରହୁଥିଲା। ଏହାର ମାରଣ କ୍ଷମତା ଅଧିକ ଥିଲା। ଶିରୋହୀ ସାମାନ୍ୟ ବକ୍ରଧାର ବିଶିଷ୍ଟ ଖଡ଼ଗ ଥିଲା ତଥା ଦେହର ଯେଉଁଠି ମରାଯିବ ସେହିଠି ସିଧା 2 ଖଣ୍ଡ କରିଦେଉଥିଲା। ଏହା ଅଳ୍ପ ହାଲୁକା ଏବଂ ସରୁ ଥିଲା। ଏହାକୁ ସେ ସମୟରେ ତଲୱାର କୁହାଯାଉଥିଲା। ଗୁପ୍ତି ଏକ ସିଧା ଖଡ଼ଗ ଥିଲା ତଥା ଚାଲିବା ବେଳେ ଧରାଯାଉଥିବା ବକ୍ରବେଣ୍ଟ ଯୁଦ୍ଧ ସିଧା ବାଡ଼ି ଭିତରେ ଲୁଚିକି ରହୁଥିଲା। ଏହା ସାହାଯ୍ୟରେ ବିଶେଷତଃ ଶତ୍ରୁକୁ ଭୁସି କରି ମରାଯାଉଥିଲା। ଏହାର ଲମ୍ବ ସାଧାରଣତଃ 3 ଫୁଟ ରହୁଥିଲା ତଥା ବାହୁରୁ ଏକ ବାଡ଼ି
ପରି ଦେଖାଯାଉଥିଲା। ଢାଲ ଖଡ଼ଗଧାରୀ ସୈନିକର ଅନ୍ୟତମ ସରଞ୍ଜାମ ଥିଲା। ଖଣ୍ଡାରେ ଯୁଦ୍ଧ କରିବା ସମୟରେ ନିଜର ସୁରକ୍ଷା ତଥା ଶତ୍ରୁ ପକ୍ଷରୁ ଖଣ୍ଡା ଆକ୍ରମଣକୁ ପ୍ରତିହତ କରିବା ପାଇଁ ସେମାନେ ବାମ ହାତରେ ନିଶ୍ଚିତ ରୂପରେ ଢାଳ ଧାରଣ କରୁଥିଲେ। ଯୁଦ୍ଧ ପୂର୍ବରୁ ଓ ପରେ ସୈନିକମାନେ ଢାଳକୁ କାନ୍ଧରେ ଝୁଲାଇ ରଖୁଥିଲେ। ଢାଲଗୁଡ଼ିକ ଷ୍ଟିଲ୍ ଏବଂ ଟାଣ ଲୁହାରେ ନିର୍ମାଣ କରାଯାଇଥିଲା। ଢାଲଗୁଡ଼ିକର ବ୍ୟାସ 17ରୁ 24 ଇଞ୍ଚ ମଧ୍ୟରେ ରହୁଥିଲା। ଢାଲଗୁଡ଼ିକ ସୁନା, ରୂପା ଆଦି ଧାତୁରେ ସଜ୍ଜିତ କରାଯାଉଥିଲା। ଆହୁରି ମଧ୍ୟ କେତେକ ପ୍ରକାର ଢାଳ ସମ୍ବର, ହରିଣ, ଗଣ୍ଡା, ମଇଁଷି, ନୀଲଗାଈ ଆଦି ପଶୁଙ୍କ ଚମଡ଼ାରେ ତିଆରି କରାଯାଉଥିଲା। ଗଣ୍ଡା ଚମଡ଼ାରେ ତିଆରି ଢାଳରେ ବିଶେଷ ଚାହିଦା ରହିଥିଲା ତଥା ଅନ୍ୟାନ୍ୟ ପଶୁଙ୍କ ଚମଡ଼ା ଅପେକ୍ଷା ତାହା ବିଶେଷ କାର୍ଯ୍ୟକାରୀ ଥିଲା। ବ୍ରାହ୍ମଣ ସୈନିକ ରେଶମକୁ 40ରୁ 50 ପରସ୍ତ କରି ତିଆରି କରାଯାଉଥିବା ରଙ୍ଗ କରା ଢାଳ ବ୍ୟବହାର କରୁଥିଲେ। ଚରିୱାହା ଏବଂ ଡିଲୱାହା ନାମଧାରୀ ଢାଳକୁ ଶମଶେରବାଜ ଅଥବା ମଲ୍ଲ ଯୋଦ୍ଧାମାନେ ଧାରଣ କରୁଥିଲେ। ଉକ୍ତ ସୈନିକ ଦଳ ମୋଗଲମାନଙ୍କ ସର୍ବୋଚ୍ଚ ସେନାପତି ଅର୍ଥାତ୍ ବାଦଶାହଙ୍କୁ ଘେରି ରହି ସୁରକ୍ଷା ପ୍ରଦାନ କରୁଥିଲେ। ବାଡ଼ ଜାତୀୟ ଢାଳ ଅର୍ଥାତ୍ ଏହି ଢଳ ବେତ, ବାଉଁଶ ଆଦି ବାଡ଼ ନିର୍ମାଣରେ ବ୍ୟବହାର କରାଯାଉଥିବା ଉପକରଣ ଦ୍ୱାରା ନିର୍ମାଣ କରାଯାଇଥିବାରୁ ବାଡ଼ ଢାଳ କୁହାଯାଏ। ଏହାର ଆକାର ଗୋଲାକାର ଓ ଛୋଟ ଥିଲା। ଉକ୍ତ ଢାଳ ଡାଲି, ମଟର, ଛୁଇଁ, ଚଣା ଆଦି ବୁଦା ପରି ଦେଖାଯାଉଥିବା ତାକୁ ଢାଳ ମଧ୍ୟ କୁହାଯାଉଥିଲା। କୃଷ୍ଣସାର ମୃଗର ଶିଙ୍ଗରୁ ତିଆରି ଢାଳକୁ ଶିଙ୍ଗାୟିତା କୁହାଯାଉଥିଲା। ଏହାର ଅଗ୍ରଭାଗଗୁଡ଼ିକ ଷ୍ଟିଲର ଟୋପି ଲଗାଯାଇଥାଏ। ବିଧିସମ୍ମତ ଗଦା ଅଥବା ମୁକ୍ତର ହେଉଛି ଛୋଟ ବେଣ୍ଟ ଯୁକ୍ତ ଓ ମୋଟା ଶରୀର ଏବଂ ମୁଣ୍ଡ ବିଶିଷ୍ଟ ଏକ ଯୁଦ୍ଧାସ୍ତ୍ର। ମୋଗଲ ସମୟରେ ଗଦା ଯୋଦ୍ଧାମାନଙ୍କର ଗଦା ଆଗରେ 3 ଗୋଟି ଗୋଲାକାର ଲୌହ ପେଣ୍ଡୁ ଗଂଛା ହେଉଥିଲା। ଏହାକୁ ଗୁର୍ଜ କୁହାଯାଉଥିଲା। ଅନ୍ୟ ପ୍ରକାରର ଏକ ଗଦାକୁ ସସୁବୁର କୁହାଯାଉଥିଲା। ଏହାର ଆଗରେ ଗୋଟିଏ ଗୋଲାକାର ପେଣ୍ଡୁ ରହୁଥିଲା। ଏହି ଶ୍ରେଣୀର ଅନ୍ୟ ଅସ୍ତ୍ରଗୁଡ଼ିକୁ ଧର, ଗରଗଜ, ଖଣ୍ଡେଲୁ, ଫନ୍ସି କୁହାଯାଉଥିଲା। ଧରର ଲମ୍ବା 2 ଫୁଟ ଥିଲା। ତାହା ଆଗରେ ଧାରଯୁକ୍ତ 6 ଗୋଟି ପାଦ ଲାଗିଥିଲା। ଗରଗୁଜର ଦୈର୍ଘ୍ୟ 2 ଫୁଟ 4 ଇଞ୍ଚ 2 ଫୁଟ 10 ଇଞ୍ଚ ପର୍ଯ୍ୟନ୍ତ ଥିଲା ତଥା ଆଗରେ 8 ଗୋଟି ଧାରଯୁକ୍ତ ପାତ ଲାଗି ରହୁଥିଲା। ଖଣ୍ଡେଲି ଫାନ୍ସି ଏକ ଉଚ୍ଚ ଲମ୍ବ ଥିଲା ତଥା ଆଗରେ ଗୋଟି କାମ ହୋଇଥିଲା। ଗଦା ପ୍ରଜାତିର ଅନ୍ୟାନ୍ୟ ଅସ୍ତ୍ରଗୁଡ଼ିକ ନାମ ହେଲା ଫ୍ଲାଇଲ, ପୁସ୍ତଖର, ଖର-ଇ-ମାହି ଆଦି ଥିଲା। ଯୁଦ୍ଧ ପରଶୁ ଅଥବା ଯୁଦ୍ଧ କୁଠାରର 2 ପଟରେ ଧାର ରହିଥିଲା। ଏହାକୁ ଜଂଘନଲ କୁହାଯାଉଥିଲା। ଏହାର ସ୍ୱରୂପ କାକ ଚଞ୍ଚୁ ପରି ହୋଇଥିଲା। କେତେକ କୁଠାରର ଗୋଟିଏ ପଟରେ ଧାର ରହୁଥିଲା। କୁଠାରଗୁଡ଼ିକରେ ଲମ୍ବା ବେଣ୍ଟ ରହିଥିଲା। ଅନ୍ୟ ଏକ ପ୍ରକାର କୁଠାରକୁ ତାବର ଜଂଘନଲ କୁହାଯାଉଥିଲା। ଅଧିକ ଲମ୍ବା ବେଣ୍ଟଯୁକ୍ତ କୋଠରକୁ ତରଙ୍ଗାଲାହ କୁହାଯାଉଥିଲା। ଥେଦବାର ନାମକ କୋଠରର ବେଣ୍ଟର ଲମ୍ବ 17ରୁ 23 ଇଞ୍ଚ ରହୁଥିଲା।